ସ୍ୱାଗତଂ ମୋର ବିକେ ଷ୍ଟଡି ଆଇକ୍ୟୁ ୟୁଟ୍ୟୁବ୍ ଚ୍ୟାନେଲକୁ। ଏସ୍ଏସ୍ସି ତରଫରୁ ବହୁତ ବଡ଼ ରିକମେଣ୍ଡ ବାହାରିଛି ଆପଣମାନଙ୍କ ପାଇଁ ଗୋଟେ ଖୁସି ଖବରଟେ। ତେଣୁ ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଆପଣମାନେ ଜାଣିପାରିବେ ଡିଟେଲ୍ ପୋଷ୍ଟ କ'ଣ କ'ଣ ବାହାରିଛି। ପ୍ରଥମେ ଆମେ ଡିସ୍କସନ୍ କରିବା ଆବେଦନ ତାରିଖ। ଆବେଦନ ତାରିଖ ହେଉଛି 1/12/2025 ଠାରୁ 31/12/2025 ପର୍ଯ୍ୟନ୍ତ। ଲାଷ୍ଟ ଡେଟ୍ ହେଉଛି ଏଇ ଡିସେମ୍ବର ମାସ 31 ତାରିଖ ଲାଷ୍ଟ ଡେଟ୍। ଯଦି ଆପଣମାନେ ପେମେଣ୍ଟ କରିନଥିବେ ତାହେଲେ 1/1/2024 ସୁଦ୍ଧା ଆପଣମାନେ ପେମେଣ୍ଟ କରିପାରିବେ। ଯଦି ଯେତେବେଳେ ଆପଣମାନେ ଆବେଦନ ସମୟରେ ଯଦି ଆପଣଙ୍କର ଭୁଲ ବା ଯେକୌଣସି ମିଷ୍ଟେକ୍ ହେଇଥିବ ତାହେଲେ ଆପଣମାନେ ମଧ୍ୟ କରେକ୍ସନ୍ କରିପାରିବେ। ତା'ର ମଧ୍ୟ ଏଇଟା ତାରିଖ ମେନସନ୍ କରାଯାଇଛି 8/1/2024 ଠାରୁ 10/1/2024 ପର୍ଯ୍ୟନ୍ତ। ଏଇଟା ତା'ର କରେକ୍ସନ୍ ପାଇଁ। ଏକ୍ଜାମ୍ ହେବ ଫେବୃଆରୀ କିମ୍ବା ଏପ୍ରିଲରେ ଏକ୍ଜାମ୍ ହେବ। ଆପଣମାନେ ଜାଣିପାରିଲେ ଆବେଦନ ତାରିଖ ଜାଣିପାରିଲେ, ତା'ର ଏକ୍ଜାମ୍ କେବେ ହେବ ଡିଟେଲ୍ ଜାଣିପାରିଲେ। ନେକ୍ସଟ ଆମେ ଡିସ୍କସନ୍ କରିବା ସାଲାରୀ ଡିସ୍କସନ୍ କରିବା। ସାଲାରୀ ହେଉଛି ଲେଭେଲ୍ 3 21,700 ଠାରୁ ଆମର 69,100 ପର୍ଯ୍ୟନ୍ତ ପୋଷ୍ଟ, ସବୁ ପୋଷ୍ଟ ପାଇଁ ତା'ର ସାଲାରୀ ଅଛି। ତା'ର ପୋଷ୍ଟ ମଧ୍ୟ କ'ଣ କ'ଣ ପୋଷ୍ଟ ସବୁ ଅଛି ଏଠି ସବୁ BSF, CISF, CRPF, SSB, ITBP, AR ଏ ସବୁ ପୋଷ୍ଟ ତା'ର ଏଠି ତା'ର ଟୋଟାଲ୍ ମେନସନ୍ ହୋଇଛି। ଫିମେଲ୍ ମାନଙ୍କ ପାଇଁ, ମେଲ୍ ମାନଙ୍କ ପାଇଁ ଏଠି ସବୁ ଡିଟେଲ୍ ତା'ର ପୋଷ୍ଟ ମେନସନ୍ କରାଯାଇଛି। ଏଠି ତା'ର ଟୋଟାଲ୍ ପୋଷ୍ଟ କେତେ ବାହାରିଛି ସବୁ ଡିଟେଲ୍ ମେନସନ୍ କରାଯାଇଛି। ଏଠି ତା'ର ବୟସ ସୀମା ଯଦି ଆପଣମାନେ 18ରୁ 23 ବର୍ଷ ହେଇଥିବେ ତାହେଲେ ଆପଣମାନେ ଆବେଦନ କରିପାରିବେ। ତା'ର ବୟସ କାଲକୁଲେସନ୍ ହେବ 1/1/2024 ଯଦି ଆପଣମାନେ 18 ବର୍ଷ ହେଇଥିବେ ତାହେଲେ ଆପଣମାନେ ଆବେଦନ କରିପାରିବେ। ଯଦି 23ରୁ 24-25 ହେଇଥିଲେ ଆପଣମାନେ ଆବେଦନ କରିପାରିବେ ନାହିଁ। ଏଠି କାଟାଗୋରୀ ଅନୁସାରେ ଏଜ୍ର ରିଲାକ୍ସେସନ୍ ଅଛି। ଯେଉଁମାନେ SC/STରେ ବିଲଙ୍ଗ କରୁଛନ୍ତି ତାଙ୍କ ପାଇଁ 5 ବର୍ଷ, OBC ମାନଙ୍କର 3 ବର୍ଷ, ତାପରେ ଏକ୍ସ ସର୍ଭିସ୍ ମେନ୍ ମାନଙ୍କ ପାଇଁ 3 ବର୍ଷ। ସେହିପରି ଏଠି ମଧ୍ୟ ଯେଉଁମାନେ ଡିଜାବିଲିଟି କୋଉଟେ କ'ଣ ଭିକ୍ଟିମ୍ ଅଛନ୍ତି ସବୁ ତାଙ୍କ ପାଇଁ ଏଜ୍ର ରିଲାକ୍ସେସନ୍ ଅଛି। ନେକ୍ସଟ ଡିସ୍କସନ୍ କରିବା ସାର୍ଟିଫିକେଟ୍ ଫର୍ମାଟ୍ ସବୁ ଆପଣମାନେ ସବୁ ଦେବେ। ତାପରେ ଏଜୁକେସନାଲ୍ କ୍ୱାଲିଫିକେସନ୍ ଡିସ୍କସନ୍ କରିବା। ଯଦି ଆପଣମାନେ 10ମ ପାସ୍ କରିଥିବେ ତାହେଲେ ଆପଣମାନେ ଆବେଦନ କରିବେ। ମାତ୍ର 10ମ ଯଦି ଆପଣମାନେ ପାସ୍ କରିଥିବେ ତାହେଲେ ଏଇ ପୋଷ୍ଟକୁ ଆପଣମାନେ ଆବେଦନ କରିପାରିବେ। ମାତ୍ର 10ମ। ଆପଣମାନେ ଥାର୍ଡ଼ ହଉ କି ସେକେଣ୍ଡ ହଉ କି ଫାର୍ଷ୍ଟ ଡିଭିଜନ୍ ଯାହା ଥାଉ, ଜଷ୍ଟ ପାସ୍ ହେଇଥିଲେ ଆପଣମାନେ ଏଇ ପୋଷ୍ଟକୁ ଆବେଦନ କରିପାରିବେ। ତତ୍ସଙ୍ଗେ ଯେଉଁମାନଙ୍କର କି NCC ସାର୍ଟିଫିକେଟ୍ ଥିବ ବୋଲେ 5% ତାଙ୍କ ପାଇଁ ମାର୍କ ମିଶିବ, B ଥିଲେ 3%, A ଥିଲେ 2% ଆପଣଙ୍କର ମାର୍କ ମିଶିବ। ସେଥିପାଇଁ ଯେଉଁମାନଙ୍କର NCC ସାର୍ଟିଫିକେଟ୍ ଅଛି ତାଙ୍କ ପାଇଁ ବହୁତ ସୁଯୋଗ ଅଟେ। ଆପଣମାନେ କେମିତି ଆବେଦନ କରିପାରିବେ? ଆପଣମାନେ ଗୁଗୁଲ୍ କ୍ରୋମ୍କୁ ଯାଇକି SSC ମାରିବେ, ଆପଣମାନେ ତା'ର ୱେବସାଇଟ୍ ଓପେନ୍ ହେବ। ଆପ୍ଲିକେସନ୍ ଫି ଯେଉଁମାନେ ST, ST, SC ମାନଙ୍କ ପାଇଁ ପୁରା ଫ୍ରି ମାଗଣାରେ ଆବେଦନ କରିପାରିବେ। ତାପରେ ଅଦର ମାନଙ୍କ ପାଇଁ ମାତ୍ର 100 ଟଙ୍କା ଲାଗିଛି। ଆପଣମାନେ ସବୁ ଡିଟେଲ୍ ଜାଣିପାରିଲେ, ତା'ର ଏକ୍ଜାମ୍ ଫି କ'ଣ, ଏଜୁକେସନାଲ୍ କ୍ୱାଲିଫିକେସନ୍ କ'ଣ ଜାଣିପାରିଲେ। ତାପରେ ଏକ୍ଜାମ୍ ସେଣ୍ଟର ଆମର ଓଡ଼ିଶାରେ ମଧ୍ୟ ଅଛି। ଆମର ଓଡ଼ିଶାରେ ଏକ୍ଜାମ୍ ସେଣ୍ଟର ଭୁବନେଶ୍ୱର, କଟକ, ଗଞ୍ଜାମ, ବେରାମପୁର, ରାଉରକେଲା ଏହିପରି ଓଡ଼ିଶାରେ ମଧ୍ୟ ଏକ୍ଜାମ୍ ସେଣ୍ଟର ଆପଣମାନେ ଅନଲାଇନ୍ରେ ଦେଇପାରିବେ। ସିଲାବସ୍ କ'ଣ ଆସିବ? ସିଲାବସ୍ ହେଉଛି ଆମର ପାର୍ଟ A, ପାର୍ଟ B, ପାର୍ଟ C, ପାର୍ଟ D ପର୍ଯ୍ୟନ୍ତ। ପାର୍ଟ Dରେ ଇଂଲିଶ କିମ୍ବା ହିନ୍ଦୀ। ତାପରେ ଏଠି ତବ ଡିଟେଲ୍ ମେନସନ୍ ହେଇଛି କେତେ କ'ଣ ମାର୍କ
ଆପଣ ଭିଡ଼ିଓକୁ ଷ୍ଟପ୍ କରିକି ମଧ୍ୟ ଦେଖିପାରିବେ। ତାର ଡିଟେଲ୍ ଜିକେରୁ କ'ଣ ପଡ଼ିବ, ମ୍ୟାଥରୁ କ'ଣ ପଡ଼ିବ, ପିଇଟିରୁ କ'ଣ ପଡ଼ିବ, ସବୁ ଡିଟେଲ୍ ଏଠି ମେନସନ୍ ହେଇଛି। ତାପରେ ଫିଜିକାଲି ଏଫିସିଏଣ୍ଟ ଟେଷ୍ଟର ଯେଉଁମାନେ ମେଲ୍ମାନଙ୍କ ପାଇଁ 5 କିଲୋମିଟର 24 ମିନିଟ୍ରେ, ମହିଳାମାନଙ୍କ ପାଇଁ 1.6 କିଲୋମିଟର 8 ମିନିଟ୍ ହାଫ୍ ମିନିଟ୍ ପର୍ଯ୍ୟନ୍ତ ଆପଣମାନେ ଦୌଡ଼ିପାରିଲେ ଆପଣମାନେ କ୍ୱାଲିଫିକେସନ୍ କରିପାରିବେ। ଯେଉଁମାନେ ଲଦାଖରୁ ଆସନ୍ତି ତାଙ୍କର 800 ମିଟର, ତାପରେ 1.6 କିଲୋମିଟର ଆପଣମାନଙ୍କର ରହିଛି। ଏଠି ସବୁ ଡିଟେଲ୍ ମେନସନ୍ ହେଇଛି କ'ଣ କ'ଣ ସବୁ କେତେ ହାଇଟ୍ ଫିମେଲ୍ମାନଙ୍କର ମେଲ୍ମାନଙ୍କର ସବୁ ଡିଟେଲ୍ ଆପଣ ପାଇପାରିବେ। ଆପଣମାନେ ଭିଡ଼ିଓକୁ ଷ୍ଟପ୍ କରିକି ଦେଖିପାରିବେ। ମୁଁ ସବୁ ପଢ଼ୁନି କାହିଁକି ଭିଡ଼ିଓ ଲମ୍ବା ହେବ, ଆପଣ ଟିକେ ଷ୍ଟପ୍ କରିକି ଦେଖିଦେବେ, କିଛି ଅସୁବିଧା ହେବ ନାହିଁ। ତାଙ୍କର ଚେଷ୍ଟର ଛାତି କେତେ ଦରକାର, କ'ଣ ସବୁ ଦରକାର ସବୁ ଡିଟେଲ୍ ମେନସନ୍ ହେଇଛି। ଏଇଟା ଗୋଟେ ଭାରତ ସରକାରଙ୍କର ବହୁତ ବଡ଼ ସୁବର୍ଣ୍ଣ ସୁଯୋଗ। ଯେଉଁମାନେ 10ମ ପାସ୍ କରିଛନ୍ତି ସେମାନେ ଆବେଦନ କରନ୍ତୁ, ଥରେ କି 2 ଥର ଏକ୍ଜାମ୍ କଣ୍ଟିନ୍ୟୁ ଦିଅନ୍ତୁ, ନିଶ୍ଚୟ ଆପଣମାନେ ଦିନେ ନା ଦିନେ ସକ୍ସେସ୍ ହେବେ। ତେଣୁ ଆପଣମାନେ ସାଙ୍ଗସାଥିମାନଙ୍କୁ ସେୟାର କରନ୍ତୁ, ସେମାନେ ଜାଣିପାରିବେ ମାତ୍ର 10ମ ପାସ୍। ତେଣୁ ଆପଣମାନେ ସାଙ୍ଗସାଥିକୁ ସେୟାର କରନ୍ତୁ, ସେମାନେ ଜାଣିବେ। ଯଦି ଆପଣମାନେ ଏହି ମୋର ୟୁଟ୍ୟୁବ୍ ଚ୍ୟାନେଲ୍ରେ ନୂଆ ସବସ୍କ୍ରାଇବର୍ ହେଇଥିଲେ ଆପଣମାନେ ସବସ୍କ୍ରାଇବ୍ କରନ୍ତୁ, କାରଣ କାହିଁକି ନା ଆପଣଙ୍କ ପାଖରେ ପ୍ରଥମେ ଏହିପରି ନୋଟିଫିକେସନ୍ ଭିଡ଼ିଓ ପହଞ୍ଚିବ। ରହିଲି, ଧନ୍ୟବାଦ। ନେକ୍ସଟ ଭିଡ଼ିଓରେ ଦେଖା ହେବା।